ଦେଖନ୍ତୁ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୁଧୁରି ଯାଇଛି, କିନ୍ତୁ ପୁରା ମୌସୁମୀ ମାସ ମାନେ ସବୁବେଳେ ଓଡ଼ିଶା ପାଇଁ ବିପଦ ଥାଏ। ତେଣୁ ଗୋଟିଏ ବିପଦ ଟଳିଗଲା, ପୁଣି ଆଗାମୀ ବିପଦ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଏକ ଦ୍ୱିତୀୟ ବିଷୟ ହେଲା ଯେ 8 ଲକ୍ଷରୁ ଅଧିକ ଲୋକ ଏବଂ 22ଟା ଜିଲ୍ଲାରୁ ଅଧିକ ଜିଲ୍ଲା ଏଥିରେ କମ୍ ବେଶୀ କରି ପ୍ରଭାବିତ ହେଲା। ମୂଳତଃ ଉତ୍ତର ଓଡ଼ିଶା, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ବ୍ୟାପକ ଭାବରେ ପ୍ରଭାବିତ ହେଲା ଏବଂ ଶେଷ ପର୍ଯ୍ୟାୟରେ ମହାନଦୀ ରୁ ପାଣି ଛାଡ଼ିବା କାରଣରୁ କିଛି କିଛି ଅଞ୍ଚଳ ଜିଲ୍ଲା ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ এটা ମଧ୍ୟ କିଛି କିଛି ପ୍ରଭାବିତ ହେଲା। ଏ ଜିଲ୍ଲାମାନଙ୍କର ସଂଖ୍ୟା ଗଣିଲେ ପ୍ରକୃତିରେ 30 ଜିଲ୍ଲାରୁ 23ଟା ଜିଲ୍ଲା ପ୍ରଭାବିତ ହେଇଛି। ଏବେ ରହିଲା ଯେ କ୍ଷତିପୂରଣ ପ୍ରଦାନ ଏବଂ ସେମାନଙ୍କର ଥଇଥାନ। ଆମେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛୁ, ମାନ୍ୟବର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛୁ ଯେ ଆମେ ଆମ ତରଫରୁ ସହଯୋଗ ରାଶି ମାଗିବା ପୂର୍ବରୁ ଆମକୁ ଅଗ୍ରିମ ଭାବରେ 500 କୋଟି ଟଙ୍କା କାଲି ପ୍ରଦାନ କରିଛନ୍ତି। ଏବେ ଯେଉଁ ଯେଉଁ କ୍ଷୟକ୍ଷତି ହେଇଛି ତାର ଆକଳନ ଆରମ୍ଭ ହୋଇଯାଇଛି। କ୍ଷୟକ୍ଷତି କ'ଣ ହେଇଛି? ପ୍ରଥମତଃ ଚାଷ ଜମି ବ୍ୟାପକ ଭାବରେ କ୍ଷୟକ୍ଷତି ହେଇଛି। ତାର ଆକଳନ କରିବା ପାଇଁ ରାଜସ୍ୱ ବିଭାଗ ଏବଂ କୃଷି ବିଭାଗ ଗ୍ରାଉଣ୍ଡ ଜିରୋକୁ ଓହ୍ଲେଇ ସାରିଲେଣି। ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇଯାଉଥିବ ଆମର ଆସେସମେଣ୍ଟ ମଧ୍ୟ ସେହି ହିସାବରେ ହେଇଯାଉଥିବ। ଦ୍ୱିତୀୟ ହେଇଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହେଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହେଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ତୃତୀୟ ବିଷୟ ହେଲା ଯେ ଇଏ ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହେଇଛି। ତେଣୁ ଜଳ ସମ୍ପଦ ବିଭାଗର ମଧ୍ୟ ଯେଉଁ ଯେଉଁ ଜାଗାରେ ବୋରୱେଲ୍ ସବୁ ଅଛି, ବୋରୱେଲ୍ର ଡିସ୍ଇନଫେକ୍ସନ୍ କରିବା, ବନ୍ଧ ସବୁ ଥିଲା ଯେଉଁଟା ବନ୍ୟା ପାଣିରେ ପୁରି ଯାଇଥିଲା ତାକୁ ମଧ୍ୟ ଡିସ୍ଇନଫେକ୍ସନ୍ କରିବା, କୂଅମାନଙ୍କୁ ଡିସ୍ଇନଫେକ୍ସନ୍, ଯେତେ ୱାଟର ବଡି ଅଛି ତାକୁ ଡିସ୍ଇନଫେକ୍ସନ୍ କରିବାର କାମ ମଧ୍ୟ ଆରମ୍ଭ ହୋଇଗଲାଣି। ପିଇବା ପାଣିର ସମସ୍ୟା ପାଣି ନିଷ୍କାସିତ ହେବା ପର୍ଯ୍ୟନ୍ତ ଥାଏ। ତେଣୁ ପିଇବା ପାଣିର ପାଇଁ ମଧ୍ୟ ଆମେ ବ୍ୟାପକ ଭାବରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛୁ, ଯେତେବେଳେ ପର୍ଯ୍ୟନ୍ତ ଡିସ୍ଇନଫେକ୍ସନ୍ କାମ ସମ୍ପୂର୍ଣ୍ଣ ହେଇନାହିଁ। ଇଏ ବିଷୟ ଭିତରେ ଆମର ଯେଉଁ ପାଖରେ ଅର୍ଥରାଶି ଅଛି 500 କୋଟି ଟଙ୍କା କାଲି କେନ୍ଦ୍ର ସରକାର ମଧ୍ୟ ଆମକୁ ଦେଇଛନ୍ତି। ସେଥିରେ ମିଟିଗେସନ୍ କହନ୍ତି ତାକୁ। ବନ୍ୟାରେ ମ୍ୟାନେଜମେଣ୍ଟ ଗୋଟେ ଦିଗ, ମିଟିଗେସନ୍ ଆଉ ଗୋଟେ ଦିଗ। ମିଟିଗେସନ୍ କହିଲେ ବନ୍ୟାର ପ୍ରକୋପକୁ କମ୍ କରିବା ପାଇଁ କେଉଁ କେଉଁ ଭିତ୍ତିଭୂମିର ଆବଶ୍ୟକତା ଅଛି ତାର ମଧ୍ୟ ଆକଳନ କରିବା, ଡ୍ରଇଂ ଡିଜାଇନ୍ ପ୍ରସ୍ତୁତ କରିବା, ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେଇଟା ଆସିଲେ ତାକୁ ମଧ୍ୟ ଆଗାମୀ ଦିନରେ ବନ୍ୟାକୁ ରୋକି ପାରିବୁ ନାହିଁ। ବନ୍ୟା ଆସିବ, ବର୍ଷା ହେବ, କିନ୍ତୁ ବନ୍ୟାର ପ୍ରକୋପକୁ କ'ଣ କ'ଣ ପଦକ୍ଷେପ ନେଲେ ପ୍ରକୋପ କମିବ ସେ ବାବଦରେ ମଧ୍ୟ ଆମେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାଟା ଆରମ୍ଭ କରିଛୁ। ମୁଁ ଦେଖେ ନାହିଁ ସେସବୁ, ମୋତେ ଲୋକଙ୍କର ଦୁର୍ଦ୍ଦଶା ଦିଶୁଛି ଏବଂ ଦୁର୍ଦ୍ଦଶା ସାଙ୍ଗରେ ସାଙ୍ଗରେ କେତେବେଳେ 24 ଘଣ୍ଟା ଏ କାମରେ ଆମେ ରହିଛୁ। ଗଣମାଧ୍ୟମ ଦ୍ୱାରା ଯେଉଁ ଯେଉଁ ସମ୍ବାଦ ପରିବେଷଣ ହେଉଛି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବା କଥା। ନକାରାତ୍ମକ ହେଉ ସକାରାତ୍ମକ ହେଉ, ପ୍ରତ୍ୟେକ ନ୍ୟୁଜ୍ ଆମ ପାଇଁ ଟିପ୍ସ ନିଜକୁ ସୁଧାରିବା ପାଇଁ। ତେଣୁ ସେମାନଙ୍କର ମଧ୍ୟ ଯେତେ ଗଣମାଧ୍ୟମର ମାଧ୍ୟମରେ ଆମେ ବହୁତ ସମସ୍ୟା ଜାଣିବା ପାଇଁ ପାଇଲୁ, ସବୁ ଜିଲ୍ଲା ପ୍ରଶାସନକୁ ଆମେ ପଠାଇଲୁ ଯେ ୟାର ବି ସମାଧାନ କର। ଆଉ ରହିଲା ବୟାନବାଜି କଥା, ଯେଉଁମାନେ ବୟାନବାଜି କରନ୍ତି ସେମାନେ କାମ କରନ୍ତି ନାହିଁ, ଯେଉଁମାନେ କାମ କରନ୍ତି ସେମାନେ ବୟାନବାଜି କରନ୍ତି।